যোগ ହେଉଛି ମଣିଷ ଜୀବନର ପଜ୍ ବଟମ୍। ଆନ୍ତର୍ଜାତିକ ଯୋଗ ଦିବସ ପାଳିଲେ ବିଭିନ୍ନ ସମ୍ପ୍ରଦାୟର ଲୋକ। ଆଜି ହେଉଛି ବିଶ୍ୱ ଯୋଗ ଦିବସ। ଏହି ଅବସରରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଡିଟୋରିୟମ୍ ଠାରେ ପତଞ୍ଜଳି ଯୋଗ ସମିତି ଆନୁକୂଲ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ସାହୁ, ସମ୍ମାନିତ ଅତିଥି ଭାବେ ବିଧାୟକ ଶତ୍ରୁଘ୍ନ ଜେନା, ଉପଜିଲ୍ଲାପାଳ ଦିନମଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଯୋଗ ହେଉଛି ଏକ ଶକ୍ତିଶାଳୀ ଉପକରଣ ଏବଂ ଏକ ବିରାମ ବଟମ୍ ବା ପଜ୍ ବଟନ୍, ଯାହା ମାନବ ଜାତିକୁ ନିଶ୍ୱାସ ନେବା, ସନ୍ତୁଳନ ରଖିବା ଏବଂ ପୁନର୍ବାର ସୁସ୍ଥ ହେବା ପାଇଁ ନିହାତି ଆବଶ୍ୟକ। 11ତମ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଉଦ୍ଦେଶ୍ୟ ସର୍ବେ ଭବନ୍ତୁ ସୁଖେନ, ସମସ୍ତେ ଖୁସି ହୁଅନ୍ତୁ। ଆମେ ଏହି ଚିନ୍ତାଧାରା ଦ୍ୱାରା ବଞ୍ଚିବା ଉଚିତ, କାରଣ ଏହା ଏକ ଶାନ୍ତିପୂର୍ଣ୍ଣ ସମାଜ ଆଡ଼କୁ ନେଇଥାଏ, ଯାହା ମଧ୍ୟ ମାନ୍ୟବର ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି। ତେବେ ଶରୀର ସୁସ୍ଥ ଓ ନିରୋଗ ପାଇଁ ଯୋଗ ହେଉଛି ଏକମାତ୍ର ମାଧ୍ୟମ। ଏହି ଅବସରରେ କାମାକ୍ଷାନଗରର ବିଭିନ୍ନ ସମ୍ପ୍ରଦାୟର ଲୋକେ ଅଂଶଗ୍ରହଣ କରିଥିଲେ। ପ୍ରହ୍ଲାଦ ମୁଦଲିଙ୍କ ରିପୋର୍ଟ, ମସିହା ନ୍ୟୁଜ୍। 2015 ମସିହାରୁ ଆନ୍ତର୍ଜାତିକ ଯୋଗ ଦିବସ ଭାବରେ ଜୁନ୍ ମାସ 21 ତାରିଖକୁ ସ୍ୱୀକୃତି ଦିଆଯାଇଛି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁତ ଉଦ୍ୟମ କରିଥିଲେ ଏବଂ ମାନେ ଜାତିସଂଘ ସ୍ତରରେ ଉଦ୍ୟମ କରିଥିଲେ ଆଉ 175ଟି ଦେଶ ସେଥିରେ ସମର୍ଥନ ଦେଇଥିଲେ। ଏଥର ମୁଁ କାମାକ୍ଷାନଗରରେ ଉପସ୍ଥିତ ହେଇ ଏଇ ଯେଉଁ ସରକାରୀ ସ୍ତରରେ ଯେଉଁ ଯୋଗ ଦିବସ ପାଳନ ହେଇଛି ସେଥିରେ ମୁଁ ସାମିଲ ହେଇକିରି ଧନ୍ୟ ମନେ କରୁଛି। ସ୍ତରରେ ମଧ୍ୟ ଆଜି ଯୋଗ ଦିବସକୁ ସାରା ବିଶ୍ୱ ପାଳୁଥିବା ବେଳେ ଆଜି ମଧ୍ୟ କାମାକ୍ଷାନଗର ଆଜି ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ, ଯେଉଁଠାରେ କି ଆଜି ସାରା ବିଶ୍ୱରେ ଏ କାର୍ଯ୍ୟକ୍ରମ ଚାଲିଛି। ଆଉ ସବୁଠୁ ବଡ଼ ଆନନ୍ଦର କଥା, ଖୁସିର କଥା ଯେ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ନେତୃତ୍ୱ ନେଇଛନ୍ତି। ଆଜି ଦିନରେ ଆପଣମାନେ ଜାଣିଛନ୍ତି ଯୋଗ ବିନା ମଣିଷ ଜୀବନ ଠିକ୍ ରହିବ। ତେଣୁ ଯୋଗ ନିୟମିତ କଲେ ଦେହ ସୁସ୍ଥ ରହିବ, ସ୍ଥିର ରହିବ ଏବଂ ସମସ୍ତ କାର୍ଯ୍ୟକ୍ରମ କରିବାରେ ନିଜକୁ ସଠିକ୍ ଭାବରେ ଆପଣମାନେ ନିୟୋଜିତ କରିପାରିବେ। ତେଣୁ ଯୋଗ ନିହାତି ଆବଶ୍ୟକ। ସ୍ତରରେ ମଧ୍ୟ ଆଜି ଯୋଗ ଦିବସକୁ ସାରା ବିଶ୍ୱ ପାଳୁଥିବା ବେଳେ ଆଜି ମଧ୍ୟ କାମାକ୍ଷାନଗର ଆଜି ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ, ଯେଉଁଠାରେ କି ଆଜି ସାରା ବିଶ୍ୱରେ ଏ କାର୍ଯ୍ୟକ୍ରମ ଚାଲିଛି। ଆଉ ସବୁଠୁ ବଡ଼ ଆନନ୍ଦର କଥା, ଖୁସିର କଥା ଯେ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ନେତୃତ୍ୱ ନେଇଛନ୍ତି। ଆଜି ଦିନରେ ଆପଣମାନେ ଜାଣିଛନ୍ତି ଯୋଗ ବିନା ମଣିଷ ଜୀବନ ଠିକ୍ ରହିବ। ତେଣୁ ଯୋଗ ନିୟମିତ କଲେ ଦେହ ସୁସ୍ଥ ରହିବ, ସ୍ଥିର ରହିବ ଏବଂ ସମସ୍ତ କାର୍ଯ୍ୟକ୍ରମ କରିବାରେ ନିଜକୁ ସଠିକ୍ ଭାବରେ ଆପଣମାନେ ନିୟୋଜିତ କରିପାରିବେ। ତେଣୁ ଯୋଗ ନିହାତି ଆବଶ୍ୟକ।